ଢେଙ୍କାନାଳ ଜିଲ୍ଲା ହିନ୍ଦଳ ଏନ୍ଏସି ଅନ୍ତର୍ଗତ 2 ନମ୍ବର ୱାର୍ଡର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଳରେ ହିନ୍ଦଳ ଉପଖଣ୍ଡ ସାମ୍ବାଦିକ ସଂଘର 11ତମ ମାସିକ ବୈଠକ ସଂଘର ସଭାପତି ସନ୍ତୋଷ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ପ୍ରତି ମାସରେ ପ୍ରତ୍ୟେକ ସ୍ଥାନରେ ହେଉଅଛି। ଏହି ବୈଠକ ବସିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସଂଘର କାର୍ଯ୍ୟକ୍ରମ କିପରି ଭଲ ଭାବରେ ଚାଲିବ ଓ ସଂଘର ସମସ୍ତ ସଭ୍ୟ ବୈଠକରେ ଉପସ୍ଥିତ ରହି ସଂଘ ପ୍ରତି ଅଧିକରୁ ଅଧିକ ସହଯୋଗ କରିବେ ବୋଲି ମତ ପ୍ରକାଶ କରିଥିଲେ। ଏହି ବୈଠକରେ ଯେଉଁ ଲୋକମାନେ ନିଷ୍ପେଷିତ ଅବହେଳିତ ଅବସ୍ଥାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ଓ ନ୍ୟାୟ ଦୁର୍ନୀତି ବିରୋଧରେ ସଂଘ ପ୍ରଥମେ ପ୍ରାଥମିକତା ଦେବ ବୋଲି ସଂଘର ସଭାପତି କହିଥିଲେ। ଏହି ବୈଠକରେ ସଂଘ ସମ୍ପାଦକ ଦୁଶାସନ ନାୟକ, ନରେନ୍ଦ୍ର ନାୟକ, ଅନିମା ସାହୁ, ଅମାନ୍ତ ସାହୁ, ପ୍ରକାଶ ନାଥ, ସଂଗ୍ରାମ କେଶରୀ ବେହେରା ଓ ବିଜୟ ବେହେରା ଯୋଗ ଦେଇଥିଲେ। ହିନ୍ଦଳ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ହିନ୍ଦଳ ଉପଖଣ୍ଡ ସାମ୍ବାଦିକ ସଂଘର 11ତମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ପ୍ରତି ମାସରେ ଚାଲୁଅଛି। ଏହି ବୈଠକ ବସିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସଂଘ କିପରି ଅଗ୍ରଗତି କରିବ, ସଂଘର ସଭ୍ୟମାନଙ୍କର ସହଯୋଗ ରହିବ, ସଭ୍ୟମାନଙ୍କର ମତାମତ ପ୍ରତି ମାସରେ ନିଆଯାଇ ଆମର ଯେଉଁ ରିଜଲ୍ୟୁସନ୍ କରାଯାଉଛି ସେ ରିଜଲ୍ୟୁସନ୍ ଅନୁଯାୟୀ କାର୍ଯ୍ୟଟି କେମିତି ହେବ ସେହି ବିଷୟରେ ଆମର ବିଶଦ ଭାବେ ଆଲୋଚନା ହେଲା। ତେଣୁ ଆମେ ସମସ୍ତ ସଭ୍ୟମାନଙ୍କ ସହଯୋଗଟାକୁ ପ୍ରଥମେ ପ୍ରାଧାନ୍ୟ ଦେଇ ଆସୁଛେ। ତେଣୁ ତାଙ୍କ ସଭ୍ୟମାନେ ସମସ୍ତ ସହଯୋଗ ଯେମିତି ରଖିବେ ସେଥିପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। ଆଉ ଆମର ପ୍ରଥମ ହେଲା ଆମ ସଂଘ ଜାନୁଆରୀ 26, 2024ରେ ଆରମ୍ଭ ହୋଇଥିଲା। ତେଣୁ ଆଜିକି 11 ମାସ ହେଇଗଲାଣି। ତେଣୁ ଆମେ ଆମର ପ୍ରଥମ ପ୍ରତିଶ୍ରୁତି ଦେଇଛି ସଂଘ ଅନ୍ୟାୟ ଅନୀତି ଦୁର୍ନୀତି ବିରୋଧରେ ଆମେ ସ୍ୱର ଉଠେଇବା। ତେଣୁ ଆମର ଅନ୍ୟାୟ ଦୁର୍ନୀତି ବିରୋଧରେ ସ୍ୱର ଉଠେଇବା। ପ୍ରତ୍ୟେକ ବିଭାଗରେ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ବର୍ତ୍ତମାନ ଦୁର୍ନୀତି ଚାଲିଛି। ତେଣୁ ଆପଣମାନେ ସହଯୋଗ ରଖି ଲୋକମାନଙ୍କ ପାଇଁ ଆମେ ଯିଏ ଦୁଷ୍ଟ ବ୍ୟବସ୍ଥା ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛନ୍ତି ତାଙ୍କୁ ଆମେ ସାହାଯ୍ୟ। ହିନ୍ଦଳ ଉପଖଣ୍ଡ ସାମ୍ବାଦିକ ସଂଘର ଗୋଟିଏ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ବର୍ତ୍ତମାନ ଆମ ହିନ୍ଦଳ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ 11ତମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆମ ସମସ୍ତ ସଭ୍ୟା ଉପସ୍ଥିତ ରହି ଆମର ସଂଘକୁ ମଜବୁତ କରିବା ପାଇଁ ଆମେ ବର୍ତ୍ତମାନ ସ୍ୱର ଉତ୍ତୋଳନ କରିଅଛୁ। ବର୍ତ୍ତମାନ ଆମ ସୋସାଇଟିରେ ସବୁ ପ୍ରକାର ବିଭିନ୍ନ ପ୍ରକାର ରାଜନୀତି ଠାରୁ ଆରମ୍ଭ କରି ପ୍ରଶାସନ କ୍ଷେତ୍ର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦୁର୍ନୀତିର ଚାରା ଲମ୍ବି ଯାଇଅଛି। ବର୍ତ୍ତମାନ ଆମେ ଚାହୁଁଛୁ ସବୁ କ୍ଷେତ୍ରରେ ଏଇ ଯେଉଁ ଦୁର୍ନୀତିର ଚାରା ବଢ଼ିଯାଇଛି ତାର ବିରୋଧରେ ସ୍ୱର ଉତ୍ତୋଳନ କରିବୁ। ସବୁ ବିଭାଗ ବିଭିନ୍ନ ବିଭାଗ ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା ଠାରୁ ଆରମ୍ଭ କରି ଚାଷୀ ଠାରୁ ଆରମ୍ଭ କରି ଆମର ବ୍ୟବସାୟୀମାନଙ୍କ ମଧ୍ୟରେ ମଧ୍ୟ ସବୁ ପ୍ରକାରର ମାନେ ଅନ୍ୟାୟ ଦୁର୍ନୀତି ବଢ଼ି ଚାଲିଅଛି। ପ୍ରଶାସନ କ୍ଷେତ୍ରରୁ ସେମାନେ ନ୍ୟାୟିକ ବ୍ୟବସ୍ଥା ପାଇପାରୁନାହାନ୍ତି। ବର୍ତ୍ତମାନ ଆମେ ସମସ୍ତେ ସବୁ ସଭ୍ୟମାନେ ଉପସ୍ଥିତ ରହି ବର୍ତ୍ତମାନ ଶପଥ ନେଲୁ ସମସ୍ତଙ୍କ ପାଇଁ ଆମେ ନ୍ୟାୟ ଆଣିବୁ ଆଉ ସମସ୍ତଙ୍କ ପାଇଁ ଆମେ ସାମ୍ବିଧାନିକ ଅଧିକାର ତାଙ୍କ ହାତରେ ଦେବା ପାଇଁ ଆମେ ନିଷ୍ପତ୍ତି ଗ୍ରହଣ କରିଅଛୁ। ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ହିନ୍ଦଳ ଉପଖଣ୍ଡ ସାମ୍ବାଦିକ ସଂଘର 11ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆମର ପ୍ରତି ମାସରେ ଏହି ରକମ ବୈଠକ ହେଉଛି। ହିନ୍ଦଳରୁ କେମିତି ବିଭିନ୍ନ ସ୍ତରରେ ଯେଉଁ ହେଉଥିବା ଦୁର୍ନୀତିକି ପ୍ରତିହତ କରିବା ପାଇଁ ଆମର ପ୍ରୟାସ ଜାରି ରଖିଛନ୍ତି ଏବଂ ଆମ ସଭାପତିଙ୍କର ନିର୍ଦ୍ଦେଶ ଅଛି ଯେ ପ୍ରତି ଗାଁ ପ୍ରତି ପଡ଼ା ପ୍ରତି ପଞ୍ଚାୟତକୁ କେମିତି ଦୁର୍ନୀତିମୁକ୍ତ ଶାସନ ଦେବା ଲୋକଙ୍କ ସାଥ ଦେବା ସେଥିପାଇଁ ଆମ ପ୍ରୟାସ ଜାରି ରହିଛି। ହିନ୍ଦଳରୁ ପ୍ରକାଶ ନାଥଙ୍କ ରିପୋର୍ଟ, ଆମ ଟିଭି।